ଜୟ ଜଗନ୍ନାଥ ସାଙ୍ଗମାନେ, ଆସନ୍ତୁ ଆମେ ଶୁଣିବା ଆଜି ଗୋଟିଏ ସୁନ୍ଦର ଭାଷଣ। ମାନ୍ୟବର ମୁଖ୍ୟ ଅତିଥି, ସମ୍ମାନୀୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ଏବଂ ମୋର ପ୍ରିୟ ସହପାଠୀମାନେ, ଆଜିର ଏହି ପବିତ୍ର ଅବସରରେ ଆପଣମାନଙ୍କୁ ମୋର ସାଦର ପ୍ରଣାମ। ଆମେ ସମସ୍ତେ ଏଠାରେ ଏକତ୍ରିତ ହୋଇଛୁ ଭାରତର 77ତମ ଗଣତନ୍ତ୍ର ଦିବସ ପାଳନ କରିବା ପାଇଁ। 1950 ମସିହା ଜାନୁଆରୀ ମାସ 26 ତାରିଖରେ ଆମ ଦେଶର ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା। ଏହା କେବଳ ଏକ ଆଇନଗତ ଦଲିଲ ନୁହେଁ, ବରଂ ଏହା ହେଉଛି ଭାରତୀୟ ଗଣତନ୍ତ୍ରର ଆତ୍ମା। ଏହି ସମ୍ବିଧାନ ଆମକୁ ସ୍ୱାଧୀନତା, ସମାନତା, ନ୍ୟାୟ ଓ ଭ୍ରାତୃତ୍ୱର ଅଧିକାର ଦେଇଛି। ଗଣତନ୍ତ୍ରର ମୂଳ ଅର୍ଥ ହେଉଛି ଜନତାଙ୍କର ଶାସନରେ ଜନତାଙ୍କର ସକ୍ରିୟ ଭୂମିକା। ଭାରତ ପରି ଏକ ବିଶାଳ ଓ ବିବିଧତାପୂର୍ଣ୍ଣ ଦେଶରେ ଗଣତନ୍ତ୍ର ସଫଳ ହେବା ଏକ ଐତିହାସିକ ସଫଳତା। ଆଜି ଏହି ଅବସରରେ ଆମେ ଆମ ମହାନ ସ୍ୱାଧୀନତା ସେନାନୀ ଓ ସମ୍ବିଧାନ ନିର୍ମାତାଙ୍କୁ ସ୍ମରଣ କରୁଛୁ। ବିଶେଷ କରି ଡାକ୍ତର ବି.ଆର୍. ଆମ୍ବେଦକରଙ୍କ ଅବଦାନ ଆମକୁ ଶିଖାଏ ଯେ ଏକ ଶକ୍ତିଶାଳୀ ଦେଶ ଗଢ଼ିବା ପାଇଁ ଶକ୍ତିଶାଳୀ ସମ୍ବିଧାନ ଆବଶ୍ୟକ। ଆଜିର ଯୁଗ ହେଉଛି ଯୁବପିଢ଼ିର ଯୁଗ। ଡିଜିଟାଲ ଭାରତ, ଆତ୍ମନିର୍ଭର ଭାରତ ଓ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବାର ଦାୟିତ୍ୱ ଆମ ଉପରେ। କେବଳ ଅଧିକାର ମାଗିବା ନୁହେଁ, ଆମର କର୍ତ୍ତବ୍ୟ ପ୍ରତି ମଧ୍ୟ ସଚେତନ ନେବା ଆବଶ୍ୟକ। ଆସନ୍ତୁ ଆମେ ସମସ୍ତେ ଏହି ଶପଥ ନେବା ଯେ ଦେଶର ଏକତା ଓ ଅଖଣ୍ଡତାକୁ ରକ୍ଷା କରିବା, ସମ୍ବିଧାନକୁ ସମ୍ମାନ କରିବା ଏବଂ ଭାରତକୁ ବିଶ୍ୱମଞ୍ଚରେ ଏକ ମହାନ ରାଷ୍ଟ୍ର ଭାବେ ପ୍ରତିଷ୍ଠିତ କରିବା। ଏତିକି କହି ମୋର ଭାଷଣ ଶେଷ କରୁଛି। ଜୟ ହିନ୍ଦ, ଜୟ ଭାରତ, ବନ୍ଦେ ମାତରମ୍। ଏହି ଭାଷଣଟି ଆପଣମାନଙ୍କୁ ଭଲ ଲାଗିଥାଏ, ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଜୟ ହିନ୍ଦ।